ओम नमो भगवते वासुदेवाय। चतुर्दशोऽध्याय। युधिष्ठिर उवाच। शृण हे ब्रह्मांक नंदन बानास्त प्रदिधर्ममान। शुणिली महत प्रस्तावे गृहस्थ धर्म कह एबे। जे विधि गृह आचरणे आगम निगम प्रमाणे। नारद उवाच। गृहस्थ रजनी प्रभाते शुचि निर्मल शुद्ध चिते। सुमरी नारायण नाम हरि गोविंद कृष्ण श्याम। पुरुषोत्तम दामोदर विश्वसंभव विश्वम्भर। ए आदि पुण्य श्लोक जेते नाम संकीर्तन प्रभाते। एमंते नृत्य करी गृहस्थ धर्मକୁ आचरी। ମହାନ୍ତ ଜନର ଏ କର୍ମ ନୃତ୍ୟ କରିବ ଉପାସନ। ବିଷ୍ଣୁର ଅବତାର କଥା ପୁରାଣ ଆଦି ଶାସ୍ତ୍ର ଗୀତା। ସଙ୍ଗ କରିବ ସାଧୁ ସନ୍ଥେ ଦିନ ବଞ୍ଚିବ ନୃତ୍ୟେ। ସାଧୁ ସଙ୍ଗମେ ଥୋଇ ମନ ତେବେ ଭାଙ୍ଗିବ ଗୃହୀଜନ। ତାହାକୁ ସୁଖ ଭୋଗ ଦେଇ ଆତ୍ମାକୁ ସନ୍ତୋଷେ ଭୁଞ୍ଜାଇ। ସ୍ୱପ୍ନ ସଂକଳ୍ପ ପ୍ରାୟେ ମଣି ଚିତ୍ତେ ଚିନ୍ତିବ ଚକ୍ର ପାଣି। ଯେ ସୁଖ ଗୃହ ଧର୍ମ ଅର୍ଥେ ଗୃହେ ସାଧିବ ନୃତ୍ୟେ। ବିରକ୍ତି ଚିତ୍ତେ ଅବିରତେ ଲୋଭ ଭାର ଜନହିତେ। ପ୍ରବର୍ତ୍ତ କରି ବିଦ୍ୟମାନେ ଭଜନ୍ତି ହୃଦଏ ଯତନେ। ସ୍ୱଜାତି ବନ୍ଧୁ ଜନ ସୁତ ଏସବୁ କର୍ମର ଆୟତ। ଯେ ବାଇଛନ୍ତି ଯେ ବୋଲନ୍ତି ସେ ଭାବେ ସନ୍ତୋଷ ରହନ୍ତି। ସନ୍ତୋଷେ ତାକୁ ବର ଦେବ ନିଷ୍କାମେ ସର୍ବଦା ବଞ୍ଚିବ। ଭୂମି ଗଗନ ଅନ୍ତରିକ୍ଷେ ଯେ ଧର୍ମ ଲଭଇ ପ୍ରତ୍ୟକ୍ଷେ। କୃଷ୍ଣର ଲୀଳା ପ୍ରାୟେ ଭଜ ସେ ଧର୍ମ ଦୁଃଖ ସୁଖେ ମଜ। ଦିନ ବଞ୍ଚିବ ହରି ଭାବେ ଯତ୍ନ କରିବ କୃଷ୍ଣ ଲାଭେ। ଯାବତ ଦେହେ ପ୍ରାଣ ଥିବ ତାବତ ସନ୍ତୋଷେ ବଞ୍ଚିବ। ଲୋଭେ ଅଧିକ ଯେ ଚିନ୍ତନ୍ତି ଚୋର ସମାନେ ଦଣ୍ଡ ପାନ୍ତି। ବାନର ସାରି ଶୁକ ଗଣ ମୃଗ ମକ୍ଷିକା ଯେ ଚାରଣ। ପଶୁ ପତଙ୍ଗ ଆଦି ଯେତେ ତାହାକୁ ପୁତ୍ର ପ୍ରାୟ ଚିତ୍ତେ। ଆତ୍ମାର ପ୍ରାୟେ ନୃତ୍ୟ ଦେଖି ଅନ୍ତର ପ୍ରାୟେ ଉପଲକ୍ଷି। ତ୍ରିବର୍ଗ କଷ୍ଟେ ନ ସାଧିବ ଯେ ଭାବେ ନିଶ୍ଚିନ୍ତ ରହିବ। ଯେ ଦ୍ରବ୍ୟ ଅତି କଷ୍ଟେ ପାଇ ଯେ ମୂର୍ଖ ଅତି ଲୋଭେ ଥାଇ। ଏ କର୍ମ ଅତି ପୀଡ଼ା ବୃତ୍ତେ ଯେ ଦେଶ କାଳ ପାତ୍ର ମତେ। କର୍ମ ଆୟତେ ଯା ମିଳିବ ତହିଁରେ ଜୀବନ ପୋଷିବ। ପ୍ରାଣୀକୁ ନ କରିବ ଭିନ୍ନ ଦେଖିବ ସକଳେ ସମାନ। ଶ୍ୱାନ ଶୃଗାଳ ଅନ୍ୟ ଜାତି ଆତ୍ମାର ପ୍ରାୟେ ତାକୁ ଚିନ୍ତି। ତାହାକୁ ଯଥା ଭାଗ ଦେବ ଆତ୍ମାର ଅସଦୃଶ୍ୟ ଭାବିବ।
ଏକ ଗୃହିଣୀ ସଂଗ୍ରହଣେ ସ୍ୱଧର୍ମେ ଗୃହର କାରଣେ ସେ ସତ୍ୟ ପର ନାମା ନାରୀ ତାହା ସନ୍ତୋଷେ ଭୋଗ କରି ବିମୁକ୍ତ ମତିକୁ ସେବନେ ଯତ୍ନ କରିବ ନିଜ ଧନେ ଅପାଦେ ପିତା ଗୁରୁ ଅର୍ଥେ ପ୍ରାଣହୀନ ଚିନ୍ତିବ ସ୍ୱାର୍ଥେ ପତ୍ନୀକୁ ଆପଦୁ ଧରି ଏ ଭାବେ ସାଧୁ ନର ହରି ଦେଖ ଏ ତୁଚ୍ଛ ନର ଦେହି ଅନ୍ତେ ତ୍ରିପ୍ରକାରେ ଭଜଇ ଅବଶ୍ୟ ଭଜେ ଅବସାନେ ଭସ୍ମେ ପୁରିଷ କୁର୍ମୀ ମାନେ ସେ ଦେହେ ପତି ପତ୍ନୀ ମେଳେ ଘନ ଯେ ସନେ ନଭସ୍ଥଳେ ଯଜ୍ଞାବଶେଷ ସିଦ୍ଧି ଅର୍ଥେ ଆହାର କଳ୍ପିତ ଜୀବନ୍ତେ ଏମନ୍ତ ମତ ଯାବେ ଭାର ସେ ପ୍ରାଣୀ ଯଜ୍ଞ ଜନସାର ଦେବତା ଋଷି ପିତୃଗଣେ ଆତ୍ମାର ଶତ୍ରୁ ଅନୁକ୍ଷଣେ ଏହାକୁ ବିଷ୍ଣୁ ଭାବେ ଭଜି ନାନାଦି ଉପହାରେ ମଜି ଆତ୍ମା ବିକାରେ ନାନା ବିଧି ପଞ୍ଚବିଶିଖ ମୁନି ଆଦି ବିଧି ବିଧାନ ବେଦ ମତେ ଯଜ୍ଞ କରିବ ଅଗ୍ନିହୋତ୍ରେ ସେ ଅଗ୍ନିହୋତ୍ର ଅବସାନେ ବିପ୍ରକୁ ତୋଷିବ ଭୋଜନେ ବ୍ରାହ୍ମଣ ଦେହେ ଥାଇ ହରି ଏଣୁ ସୁଜନେ ପୂଜା କରି ବିପ୍ର ଭୋଜନେ ତୋଷ ଯେତେ ସେ ନୁହେଁ ଯଜ୍ଞେ କୋଟି ମତେ ଏ ଘେନି ଦେବତା ବ୍ରାହ୍ମଣ ପୂଜା କରିବି ଅନୁକ୍ଷଣ ଏଣୁ ବ୍ରାହ୍ମଣ ମୁଖେ ଦେଇ ପୂଜା କରିବି ଭାବଗ୍ରାହୀ ଆଶ୍ୱିନ ମାସେ କୃଷ୍ଣ ପକ୍ଷେ ପିତୃକୁ ପୂଜିବ ପ୍ରତ୍ୟକ୍ଷେ ପିତୃ ପୂଜିନେ ଶ୍ରଦ୍ଧା ମନେ ଜ୍ଞାତି ବାନ୍ଧବ ସୁଭୋଜନେ ଏବେ ହୋ ଶୁଣ ମହୀପତି ଗୃହସ୍ଥ ଜନର ଏ ଗତି ବେନିଆୟନ ବିଷୁବରେ ହରସ ଯେବ୍ୟତି ପାଦରେ ଅକ୍ଷୟ ତୃତୀୟା ଦିବସେ ଆଦିତ୍ୟ ଶଶାଙ୍କର ଗ୍ରାସେ ଦ୍ୱାଦଶୀ ଶ୍ରାବଣା ସଂଯୋଗେ ତୃତୀୟା ସୋନକ୍ଷେତ୍ର ଭୋଗେ ଶୁକ୍ଳ ନବମୀ ଭାଦ୍ର ମାସେ ଋତୁର ଅଷ୍ଟମ ଦିବସେ ସପ୍ତମୀ ମାଘ ଶୁକ୍ଳ ପକ୍ଷେ ପୌର୍ଣ୍ଣମାସୀରେ ମଘାରୁକ୍ଷେ ଦ୍ୱାଦଶୀ ଅନୁରାଧା ଯୋଗେ ତ୍ରିପୂର୍ବା ଉତ୍ତରା ସଂଯୋଗେ ଏତ୍ରୟ ତିଥି ଏକାଦଶୀ ଜନ୍ମ ନକ୍ଷତ୍ର ଯୋଗେ ମିଶି ଶ୍ରେୟସା ଧନ ଯୋଗ ଏତେ ପ୍ରାଣୀଙ୍କ କର୍ମ ସିଦ୍ଧି ଅର୍ଥେ ଏ ଦିନେ ଧର୍ମ କର୍ମ କଲେ ଶ୍ରେୟ ଆୟୁଷ ବଢ଼େ ଭଲେ ଏ ଦିନେ ତପ ହୋମ ସ୍ନାନ ଯଜ୍ଞେ ଦେବତା ଆରାଧନ ସଂସ୍କାର କାଳେ ପତ୍ନୀ ସଙ୍ଗେ ରମିବ ଅପତ୍ୟ ସଂଯୋଗେ ଜ୍ଞାତି ମରଣ ପ୍ରେତ କାର୍ଯ୍ୟ ପୂଜିବ ବାନ୍ଧବ ସମାଜେ ଜ୍ଞାତି ମରଣ ପ୍ରେତ କାର୍ଯ୍ୟେ ପୂଜିବ ବାନ୍ଧବ ସମାଜେ ଏବେ ହୋ ଶୁଣ ଧର୍ମ ଶିକ୍ଷା
କହିବା ପୁଣ୍ୟ ସ୍ଥାନ। ଏବେ ହୋ ଶୁଣ ଧର୍ମ ଶିଷ୍ୟ, କହିବା ପୁଣ୍ୟ ସ୍ଥାନ ଦେଶ। ସପ୍ତାତ୍ର ଜନଜାତ ଯହିଁ, ତାହାକୁ ପୁଣ୍ୟ ଦେଶ କହି। ବିଷ୍ଣୁ ଭକତ ବାସ ଯହିଁ, ସଚରାଚର ପୂତ ସେହି। ବ୍ରହ୍ମଣ କୁଳ ବସେ ଯହିଁ, ଦୟା ତପସ୍ୟା ଧର୍ମ ତହିଁ। ବିଷ୍ଣୁର ପୂଜା ଯହିଁ ନିତ୍ୟ, ସେ ପୁଣ୍ୟ ଦେଶ ବେଦ ମତେ। ଗଙ୍ଗାଦି ନଦୀ ଯହିଁ ବହେ, ସେ ପୁଣ୍ୟ କ୍ଷେତ୍ର ବେଦ କହେ। ପୁଷ୍କର ଆଦି ସରୋବର, ଯହିଁ ବସନ୍ତି ବିଷ୍ଣୁ ନର। ପ୍ରୟାଗ ପୁଲହ ଆଶ୍ରମ, ସନ୍ନ୍ୟାସୀ ଋଷି ଗୁଣ ଧାମ। ପ୍ରଭାସ କୁରୁ ମଧୁପୁରୀ, ଗୟା ମଥୁରା କୁଶସ୍ଥଳୀ। ସେ କାଶୀ ପମ୍ପା ବିନ୍ଦୁସାର, କାଞ୍ଚି ଅବନ୍ତୀ ରାମେଶ୍ୱର। ପୁଲମା ନର ନାରାୟଣ, ନନ୍ଦାସୀତୟା ରାମାଶ୍ରମ। ମହେନ୍ଦ୍ର ମଳୟ ପର୍ବତେ, ଏମନ୍ତ କ୍ଷେତ୍ର ଅଛି ଯେତେ। ଏ ସର୍ବସ୍ଥାନ ହରି ପ୍ରିୟ, ତେଣୁ ଜଗତେ ପୁଣ୍ୟମୟ। ସେ ପୁଣ୍ୟ ଦେଶ ତତ୍ତ୍ୱ ଭାବି, ବିଷ୍ଣୁ ପ୍ରତିମା ଯହିଁ ସେବି। କୈବଲ୍ୟ ଇଚ୍ଛା ଯାର ଚିତେ, ଏ ଦେଶେ ରହୁଥିବ ନିର୍ତ୍ୱେ। ଏବେ କହିବା ପାତ୍ର ଯେତେ, ଶୁଣ ରାଜନ ଶୁଦ୍ଧ ଚିତ୍ତେ। ପୁରାଣ ପୁରୁଷ ମୁରାରି, ଯାର ଚରଣେ ବସୁନ୍ଧରୀ। ସଚରାଚର ଯାଚରଣେ, ଋଷି ଦେବତାଦି ବ୍ରାହ୍ମଣେ। ଅଗ୍ରେ ଚରଣେ ପୂଜା ଯାର, ତାତହୁଁ ପାତ୍ର କେବା ପର। ଯାର ଶରୀରେ ଜୀବ ନାସି, ଜଳ ଯେ ସନେ ଜଳେ ମିଶି। ଯେ ହରି ସର୍ବଦେବ ମୂଳ, ଅଶେଷ ପୁଣ୍ୟ କର୍ମ ଫଳ। ନାନା ପ୍ରକାରେ ପୁର କରି, ତା ମଧ୍ୟେ ଜୀବ ରୂପେ ଧରି। ହୃଦୟ ପଦ୍ମ ମଧ୍ୟେ ଶୋହେ, ଅରୂପ ଜ୍ୟୋତି ରୂପ ବହେ। ପୁରୁଷୋତ୍ତମ ନାମ ବହେ, ସେ ହରି ତା ସଦନେ ରହେ। ଏଣୁ ପୁରୁଷଙ୍କ ଉତ୍ତମ, ଯେ ନିତ୍ୟ ରମେ ଆତ୍ମା ରାମ। ଏ ଭାବେ ସଂଶୟ ବିଚାରି, ନେତ୍ରାଦି ଯୁଗେ ପୂଜା କରି। ସଂସାର ଆଗମ ନିଗମେ, ପୂଜା କରନ୍ତି ଗ୍ରାମେ ଗ୍ରାମେ। ସେ ପୂଜା ମତେ ତୋଷ ହୁଅନ୍ତି, ବାଞ୍ଛିତ ଫଳ ନିତ୍ୟ ଦିଅନ୍ତି। ଯେ ପ୍ରାଣୀ ପର ହିଂସା କରେ, ଦେବତା ପୂଜି ସେ ନ ତରେ। ଏଣୁ ପୁରୁଷଙ୍କର ମଧ୍ୟେ, ଯେ ବିପ୍ର ଥାନ୍ତି ବେଦ ସାଧେ। ତାତହୁଁ ପାତ୍ର ନାହିଁ କେହି, ସେ ବିପ୍ର ନିତ୍ୟ ବିଷ୍ଣୁ ଦେହି। ଏଣୁ ଏ ବ୍ରାହ୍ମଣ ଚରଣେ, ତ୍ରିଲୋକ ନିସ୍ତାର କାରଣେ। ଏ ଭାବେ ଦେଶ କାଳ ପାତ୍ର, ଧର୍ମାଦି ଶିକ୍ଷା ମନ୍ତ୍ର ଯନ୍ତ୍ର। ନାରଦ ମୁନି ପ୍ରିୟ ଭାବେ, କହିଲେ ଯୁଧିଷ୍ଠିର ଆଗେ। ଏ ଭାଗବତ ଧର୍ମ ବାଣୀ, ଶୁଣି ସଂସାରୁ ତର ପ୍ରାଣୀ। ସପ୍ତମ ସ୍କନ୍ଧେ ଭାଗବତ,
कहई विप्र जगन्नाथ। इति श्रीमद्भागवते महापुराणे पारमहंस्या संहितायां 82 सप्तमस्कन्धे देशकालपात्रगुंथने नाम 14 ॐ नमो भगवते वासुदेवाय।